ପାଞ୍ଚ 10 ବର୍ଷ 7 ବର୍ଷ ବଞ୍ଚୁଛି। ସରକାରଙ୍କର ଏଇ ପଦକ୍ଷେପ ଗୁଡା କିନ୍ତୁ ଗ୍ରହଣୀୟ ନୁହେଁ। ଏଟା ଜନମାନଙ୍କରେ ସମସ୍ତେ ଆନ୍ଦୋଳନକୁ ସମାଜକୁ ବିରୋଧୀ ବି କରୁଛନ୍ତି, କାରଣ କେହି ଏତେ ଶାନ୍ତି ନୁହନ୍ତି। ଆପଣ ଯଦି ଦବାର ଅଛି ତାହେଲେ ଦିଅନ୍ତୁ, ନ ଦବାର ଅଛି ମନା କରିଦିଅନ୍ତୁ। ସେଇ ପୁରୁଣା ଯେମିତି ଆମର 1000 ଟଙ୍କା ଚାଲିଥିଲା ସେମିତି 1000 ଟଙ୍କା ଦିଅନ୍ତୁ। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ପ୍ରଥମେ ତ 4.5 କୋଟି ଓଡ଼ିଆଙ୍କୁ ମୋର ବିନମ୍ର ପ୍ରଣାମ। ଆମେ ତ ସମସ୍ତେ ଚାହୁଁଥିଲେ ପରିବର୍ତ୍ତନ, କାରଣ ବିଜେଡି ଶାସନରେ ଆମେ ବହୁତ ଅତିଷ୍ଠ ହୋଇ ପଡ଼ିଥିଲେ। ପରିବର୍ତ୍ତନ ତ ହେଇଗଲା, ନୂଆ ବଜେଟ୍ ବି ଘୋଷଣା ହେଇଗଲା। ଫରକ ରହିଲା ଏତିକି ଯେ ଆମର ନୂଆ ସରକାର ବିଜେପି ଯୋଉ ନିର୍ବାଚନ ପୂର୍ବରୁ ଯୋଉ ଇସ୍ତାହାରରେ ଦର୍ଶାଇଥିଲା ଯେ ଭତ୍ତା 3000 ଟଙ୍କା କରିଦେବି ଏବଂ ଧାନର ସର୍ବନିମ୍ନ ମୂଲ୍ୟ 3100 ଟଙ୍କା କରିବି ଏବଂ 300 ବିଜୁଳି ବିଲ୍ 300 ୟୁନିଟ୍ ବିଜୁଳି ବିଲ୍ ମାଗଣା କରିବି। ସେଥିମଧ୍ୟରୁ ଦୁଇଟା ତ ହେଇଯାଇଛି, ଆମର 3500 ଟଙ୍କା ଭତ୍ତା ବି ହେଇଯାଇଛି ଏବଂ ଧାନର ସର୍ବନିମ୍ନ ମୂଲ୍ୟ 3100 ଟଙ୍କା ସରକାର ଦେବେ ବୋଲି ଘୋଷଣା ବି କରିସାରିଛନ୍ତି। ଏବେ ଯୋଉ ବଜେଟ୍ ଗଲା, ସେ ବଜେଟ୍ ସେ ତ ଘୋଷଣା କଲେ ତ 3500 ଟଙ୍କା ଭତ୍ତା ଦେବେ ବୋଲି, କିନ୍ତୁ ସେଥିରେ ସେମାନେ ଗୋଟେ କଣ୍ଡିସନ ରଖିଛନ୍ତି। କଣ୍ଡିସନଟା କଣ ହେଲା କି, ଯୋଉ ଲୋକକୁ 80 ବର୍ଷ ପୁରିଯିବ, 80 ବର୍ଷ ପରେ ସେ 3500 ଟଙ୍କା ତାକୁ ଭତ୍ତା ଦେବେ। ଏଠି ସରକାରଙ୍କୁ ମୋର ଅନୁରୋଧ, ଆଜ୍ଞା ବର୍ତ୍ତମାନ ଗୋଟେ ଲୋକ କେତେ ବର୍ଷ ବଞ୍ଚୁଛି? ହାର୍ଡଲି 50 ବା 55, 60 ବା 55-60 ହେଲା ବେଳକୁ ମାନେ ପୁରା ଲୋକଟି ପୁରା ବୃଦ୍ଧ ହେଇଯାଉଛି, ଆଉ ସେ ଠିକରେ ଚାଲି ବି ପାରୁନି, ଅଣ୍ଟା ବି ସଳକି ପାରୁନି, ଆଉ କଷ୍ଟମଷ୍ଟକେ 5-10 ବର୍ଷ 7 ବର୍ଷ ବଞ୍ଚୁଛି। ସରକାରଙ୍କର ଏଇ ପଦକ୍ଷେପ ଗୁଡା କିନ୍ତୁ ଗ୍ରହଣୀୟ ନୁହେଁ। ଏଟା ଜନମାନଙ୍କରେ ସମସ୍ତେ ଆନ୍ଦୋଳନକୁ ସମାଜକୁ ବିରୋଧୀ ବି କରୁଛନ୍ତି, କାରଣ କେହି ଏତେ ଶାନ୍ତି ନୁହନ୍ତି। ଆପଣ ଯଦି ଦବାର ଅଛି ତାହେଲେ ଦିଅନ୍ତୁ, ନ ଦବାର ଅଛି ମନା କରିଦିଅନ୍ତୁ। ସେଇ ପୁରୁଣା ଯେମିତି ଆମର 1000 ଟଙ୍କା ଚାଲିଥିଲା ସେମିତି 1000 ଟଙ୍କା ଦିଅନ୍ତୁ। କିନ୍ତୁ ଏ ଯୋଉ 80 ବର୍ଷ, ଆକୁ କିଛି ମାଣ୍ଡାଟୋରି ରଖନ୍ତୁନୁ ଯେ 80 ବର୍ଷ ହେଲା ପରେ ଆମେ 3500 ଟଙ୍କା ଭତ୍ତା ଦେବୁ, କାରଣ ବର୍ତ୍ତମାନ ସମୟରେ 80 ବର୍ଷ ବଞ୍ଚିବା ବହୁତ ମୁସ୍କିଲ, ବହୁତ କଷ୍ଟ। ଆପଣ ଯେତେବେଳେ ନିର୍ବାଚନ ଇସ୍ତାହାରରେ ଦର୍ଶେଇଥିଲେ ଯେ ଆମେ 3000 ଟଙ୍କା ଭତ୍ତା କରିଦେବୁ, ସେତେବେଳେ ତ କହିଲେନି ଯେ ନାଇଁ ଆମେ 80 ବର୍ଷ ପରେ ଏଇଟା ଦେବୁ ବୋଲି। ଆଉ ଆଜି ଯେତେବେଳେ ଆପଣ ଆସନକୁ ପଳେଇ ଆସିଲେ, ଆପଣ ଆପଣଙ୍କ ପରାମର୍ଶ ଦେଖାଉଛନ୍ତି। ଓଡିଶା ଲୋକଙ୍କୁ ବୋକା ଭାବନ୍ତୁନି, ଚୁତିଆ ଭାବନ୍ତୁନି। ଯେମିତି ଓଡିଶା ଲୋକ ଦୀର୍ଘ 24 ବର୍ଷ ଶାସନକୁ ଅତିଷ୍ଠ ଧରାଶାୟୀ କରିଦେଲେ, ତାର ମିଛ ପ୍ରତିଶ୍ରୁତି, ଲୋକଙ୍କୁ ଭୁଆଁ ବୋଲେଇବା, ଲୋକଙ୍କୁ ମିଛ କଥା କହିବା, ଲୋକଙ୍କୁ ପ୍ରଲୋଭନ ଦେଖେଇବା, ଯେମିତି ସେ 24 ବର୍ଷ ହେଲା ଦେଖେଇ ଆସୁଥିଲେ, ଶେଷରେ ଲୋକ ତାକୁ ଏମିତି ଧରାଶାୟୀ କଲେ ଯେ ତାର ଅସ୍ତବ୍ୟସ୍ତ ରହିଲାନି। କିନ୍ତୁ ଆପଣ ଯଦି ବି ଏମିତି କରିବେ, ଲୋକଙ୍କ ସାଥିରେ ଲୋକଙ୍କୁ ଖେଳିବେ, ଗୋଟେ କଥା କହିକି ଗୋଟେ କଥା କରିବେ, ତାହେଲେ ଆପଣ ବି ଲୋକ ଏଇ 5 ବର୍ଷ ପରେ ଆପଣଙ୍କୁ ବି ଧରାଶାୟୀ କରିଦେବେ। ଆପଣଙ୍କର ବିଜେପିର ନାଁ ନିଶାନ ସବୁ ମିଟେଇ ଦେବେ, ଯେମିତି ଉଦାହରଣ ବିଜେପି। ତେଣୁ ଲୋକଙ୍କୁ ଚୁତିଆ ବନାନ୍ତୁନି, ଭୁଲ କଥା କୁହନ୍ତୁନି। ଯାହା ଆପଣ ନିର୍ବାଚନ ଆଗରୁ ଦର୍ଶାଇଥିଲେ ଯୋଉଟା ଦେବେ ବୋଲି, ସେଇଟା କରନ୍ତୁ। ଏବଂ ଆପଣଙ୍କୁ ଅନୁରୋଧ ଯେ ଯୋଉ କହିଛନ୍ତି ଯେ 80 ବର୍ଷ ହେଲେ ଏଇଟା ଦିଆଯିବ, ସେମିତି ନ କରିକି 60 ବର୍ଷ ପରଠୁ ଲାଗୁ କରନ୍ତୁ, ଯାହାଦ୍ୱାରା କି ସର୍ବସାଧାରଣ ଯୋଉମାନେ ବାର୍ଦ୍ଧକ୍ୟ ଜନିତ ଭତ୍ତା ମାନେ ପାଉଛନ୍ତି ସେମାନେ ବହୁତ ଉପକୃତ ହେବେ ଏବଂ ଆପଣ ଯଶଗାନ କରିବେ ଏବଂ ଆପଣଙ୍କୁ ଭଲ ସରକାର ବୋଲି କହିବେ ଏବଂ ଆପଣଙ୍କୁ ସମର୍ଥନ ଜଣେଇବେ। ଯଦି ଆପଣ ଏମିତି କରିବେ ତାହେଲେ ଲୋକ ଆପଣଙ୍କୁ ଭୁଲ ବୁଝିବେ ଏବଂ ଲୋକ ମନେ ମନେ ପୁଣି 5 ବର୍ଷ ଅପେକ୍ଷା କରିବେ ଯେ ପୁଣି 5 ବର୍ଷ ଭିତରେ ଆସିବ, ଏଇ ସରକାରକୁ ଆମେ ହଟେଇଦେବା।